ବନ୍ଧୁଗଣ, ପୂର୍ବ ଓ ପରଜନ୍ମ ଜାଣିବା ପାଇଁ ଇଚ୍ଛା ସମସ୍ତଙ୍କ ମନରେ ଥାଏ। ପ୍ରତ୍ୟେକ ମଣିଷ ଜାଣିବାକୁ ଚାହାନ୍ତି ଯେ ସେ ପୂର୍ବ ଜନ୍ମରେ କ'ଣ ଥିଲେ ଆଉ ଆସୁଥିବା ଜନ୍ମ କେଉଁ ଯୋନିରେ ହେବ। ବନ୍ଧୁଗଣ, ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ଯେ ଗରୁଡ଼ ପୁରାଣ ଅନୁସାରେ ତାହା କେଉଁ କର୍ମ ଅଟେ ଯାହାକୁ କରିବା ଦ୍ୱାରା ଆମକୁ ପୁଣି ଥରେ ମନୁଷ୍ୟ ଯୋନିରେ ପୁନର୍ବାର ଜନ୍ମ ମିଳିଥାଏ। ସାଥିରେ ଆମେ ଆପଣଙ୍କୁ କହିବୁ ଯେ ଆପଣଙ୍କର ତାହା କେଉଁ ପାପ ଅଟେ ଯାହାକୁ କରିବା ଦ୍ୱାରା ମନୁଷ୍ୟଙ୍କ ଜନ୍ମ ଗଧ ବିଲୁଆ ପରି ଯୋନିରେ ଜନ୍ମ ମିଳିଥାଏ। ଏହାକୁ ଜାଣିବା ପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମହାପୁରାଣ ଓ ଗରୁଡ଼ ପୁରାଣର ଆଲୋଚନା କଲେ ଏଥିରେ ମନୁଷ୍ୟଙ୍କର ସବୁ କର୍ମର ଟିପ୍ପଣୀ ବର୍ଣ୍ଣିତ ହୋଇଥାଏ, ନା କେବଳ ତାଙ୍କର ପାପ ଓ ପୂର୍ଣ୍ଣ ନିର୍ଦ୍ଧାରଣ କରିଥାଏ, ବରଂ ମୃତ୍ୟୁ ପରେ ମିଳିବାକୁ ଥିବା ଦଣ୍ଡ ଓ ପରଜନ୍ମ କେଉଁ ଯୋନିରେ ହେବା କଥା ତାହା ସମ୍ପୂର୍ଣ୍ଣ ଭାବରେ ବର୍ଣ୍ଣନା କରାଯାଇଅଛି। ଗରୁଡ଼ ପୁରାଣରେ ଲେଖା ଅଛି ଯେ କର୍ମ ଭଲ କିମ୍ବା ମନ୍ଦ ସବୁର ଫଳ ସଂସାରରେ ଜନ୍ମ ନେଇଥିବା ପ୍ରତ୍ୟେକ ଜୀବକୁ ମିଳିବା ଧାର୍ଯ୍ୟ ଅଛି। ମନୁଷ୍ୟଙ୍କ ଅଧିକାର କର୍ମ କରିବା ଆଉ ଫଳ ଦେବା ପରମାତ୍ମାର ଅଧିକାର ଅଟେ। ଏହା ବ୍ୟତୀତ ଗରୁଡ଼ ପୁରାଣ ଅନୁସାରେ ମନୁଷ୍ୟ ପରଜନ୍ମରେ କେଉଁ ଯୋନିରେ ଜନ୍ମ ନେବ ଏହା ମଧ୍ୟ ତାଙ୍କର ମୃତ୍ୟୁ ପୂର୍ବରୁ ଧାର୍ଯ୍ୟ କରାଯାଇଥାଏ। ଏ ଧାର୍ଯ୍ୟ ମନୁଷ୍ୟଙ୍କ କର୍ମ ଆଧାରରେ କରାଯାଇଥାଏ। କେଉଁ କର୍ମ କରିବା ଦ୍ୱାରା କେଉଁ ଯୋନିରେ ଜନ୍ମ ମିଳେ ଏମିତି ହୋଇନଥାଏ ଯେ ଏହି ଜନ୍ମରେ ମନୁଷ୍ୟ ଯୋନିରେ ମିଳିଲା ବୋଲି ପରଜନ୍ମ ମଧ୍ୟ ମନୁଷ୍ୟ ଯୋନିରେ ହିଁ ହେବ। ଗରୁଡ଼ ପୁରାଣ ଅନୁସାରେ ଯେଉଁମାନେ ଭଲ କର୍ମ କରିଥାନ୍ତି ସେମାନଙ୍କୁ ହିଁ ମାନବ ଜୀବନ ମିଳିଥାଏ। ଏମିତି ନୁହେଁ, ଏମିତି କେତେ ଜୀବ ମଧ୍ୟ ଥାନ୍ତି ଯେ ତାଙ୍କର କର୍ମ କାରଣରୁ 84 ଲକ୍ଷ ଯୋନିରେ ଘୁରି ବୁଲୁଥାନ୍ତି। ପରେ ଅନ୍ତରେ ତାଙ୍କର ଜନ୍ମ ମାନବ ଶରୀର ସାଥିରେ ହୋଇଥାଏ। ଗରୁଡ଼ ପୁରାଣର ଲିଖିତ କଥା ଅନୁସାରେ ଏକଦା ମହାଋଷି ବେଦବ୍ୟାସଙ୍କୁ ଋଷିଗଣ ପଚାରିଲେ ଯେ କେଉଁ କର୍ମ ଦ୍ୱାରା କେଉଁ ଯୋନିରେ ଜନ୍ମ ମିଳିଥାଏ। ତେବେ ସେ ଋଷିମାନଙ୍କୁ ବିସ୍ତାର ପୂର୍ବକ ଜଣାଇଲେ ଯେ ଯେଉଁ ପୁରୁଷ ପର ସ୍ତ୍ରୀ ସହିତ ସମ୍ବନ୍ଧ ରଖିଥାଏ ଆଉ ସର୍ବଦା ସ୍ତ୍ରୀର ଅପମାନ କରିଥାଏ ତାଙ୍କୁ ଭୟଙ୍କର ନର୍କରେ ଭୋଗିବାକୁ ପଡ଼ିଥାଏ। ଏହାଛଡ଼ା ଏହିପରି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଗୋଟିଏ ଗୋଟିଏ କରି ଅନେକ ପ୍ରକାର ଯୋନିରେ ଘୁରି ବୁଲିଥାନ୍ତି। ମହାଋଷି ବେଦବ୍ୟାସ କହିଛନ୍ତି ଯେ ମନୁଷ୍ୟଙ୍କୁ ପ୍ରତ୍ୟେକ ସ୍ତ୍ରୀକୁ ଆଦର କରିବା ଦରକାର ଅଟେ। ନିଜର ଆତ୍ମୀୟ ନ ହୋଇଥିଲେ ମଧ୍ୟ ନହେଲେ ଏମିତି କରୁଥିବା ବ୍ୟକ୍ତି ପ୍ରଥମେ ବିଲୁଆ ରୂପରେ ଜନ୍ମ ନେଇଥାନ୍ତି। ଏହାପରେ ସେ କୁକୁର ହୋଇଥାଏ। ପରେ କୋକିଶିଆଳ, ଶାଗୁଣା, ସାପ, କୁଆ ଓ ବଗ ହୋଇଥାନ୍ତି। ଏହି ସବୁ ଯୋନିରେ ଜନ୍ମ ନେଲା ପରେ ମନୁଷ୍ୟ ଯୋନିରେ ଜନ୍ମ ମିଳିଥାଏ। ମହାଋଷି କହିଛନ୍ତି ସର୍ବଦା ବଡ଼ ଭାଇ ପିତାତୁଲ୍ୟ ହୋଇଥାନ୍ତି। ଏଥିପାଇଁ ସେ ସର୍ବଦା ଆଦରଣୀୟ ହୋଇଥାଏ। କେବେ ମଧ୍ୟ କେଉଁ ପରିସ୍ଥିତିରେ ତାଙ୍କର ଅନାଦର କର ନାହିଁ, ନହେଲେ କଞ୍ଚ ନାମକ ପକ୍ଷୀ ରୂପରେ ଜନ୍ମ ନେବାକୁ ପଡ଼ିଥାଏ। କଞ୍ଚ ପକ୍ଷୀର ଜନ୍ମକାଳ 10 ବର୍ଷ ଆୟୁ ହୋଇଥାଏ। ଯଦି ଏହି ସମୟରେ ଈଶ୍ୱର ତାଙ୍କ ଉପରେ କୃପା କରିଦିଅନ୍ତି ତେବେ ପରଜନ୍ମରେ ପୁଣି ଥରେ ମନୁଷ୍ୟ ଯୋନିରେ ଜନ୍ମଗ୍ରହଣ ପାଇବେ, ନହେଲେ ତାକୁ ଅନ୍ୟ ଯୋନିରେ ଘୁରି ବୁଲିବାକୁ ପଡ଼ିଥାଏ। ବେଦବ୍ୟାସ ଋଷିମାନଙ୍କୁ ପୁଣି ଏହା କହିଥାନ୍ତି, ଚୋରି କରିବା ସର୍ବଦା ଭୁଲ ହୋଇଥାଏ। ତାହା ସ୍ୱର୍ଣ୍ଣ ହେଉ ଅଥବା ବସ୍ତ୍ର ହେଉ ନା କାହିଁକି, ଚୋରି କରିବା ସର୍ବଦା ହିଁ ପାପ ହୋଇଥାଏ। ଚୋରି କରୁଥିବା ମନୁଷ୍ୟଙ୍କୁ ଏହାର ପରିଣାମ ମଧ୍ୟ ପରଜନ୍ମରେ ଭୋଗିବାକୁ ପଡ଼ିଥାଏ। ଆଉ ମଧ୍ୟ କହିଛନ୍ତି ଯେଉଁ ବ୍ୟକ୍ତି ବସ୍ତ୍ରକୁ ଚୋରି କରିଥାନ୍ତି ସେ ପରଜନ୍ମରେ ଶୁଆ ହୋଇଥାନ୍ତି। ଆଉ ଯଦି ବ୍ୟକ୍ତି ସୁଗନ୍ଧିତ ପଦାର୍ଥକୁ ଚୋରି କରିଥାନ୍ତି ସେ ପରଜନ୍ମରେ ଚୁଚୁନ୍ଦ୍ରା ରୂପରେ ଜନ୍ମ ନେଇଥାନ୍ତି। ଏଥିପାଇଁ ବନ୍ଧୁଗଣ, ଯେମିତି ପରିସ୍ଥିତି ଥାଉ ମଧ୍ୟ ଚୋରିକୁ ସଠିକ୍ କୁହାଯାଇ ପାରିବ ନାହିଁ। ଆଉ ଏହିପରି କରୁଥିବା ବ୍ୟକ୍ତିଙ୍କୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିଥାଏ। ମହାଋଷି ଆଗକୁ କହନ୍ତି ଯେ ଯଦି କୌଣସି ବ୍ୟକ୍ତି କାହାର ହତ୍ୟା କରିଦେଇଥାନ୍ତି କିମ୍ବା ଅନ୍ୟ କେଉଁ ଜଘନ୍ୟ ଅପରାଧ କରିଥାନ୍ତି, ଏମିତି କରିଥିବା ବ୍ୟକ୍ତି ତାଙ୍କର ପରଜନ୍ମ ଗଧର ଯୋନିରେ ହୋଇଥାଏ। ଏହି ସମୟରେ ଜଣେ ଋଷି ମହାଋଷି ବେଦବ୍ୟାସଙ୍କୁ ପଚାରିଲେ ଯେ ମନୁଷ୍ୟ ଯୋନିରେ ଜନ୍ମ ନେବା ପାଇଁ କେଉଁ ପ୍ରକାର କର୍ମ କରିବାକୁ ପଡ଼ିଥାଏ। ଏହା ଶୁଣି ବେଦବ୍ୟାସ କହନ୍ତି ଯେ ଗରୁଡ଼ ପୁରାଣରେ ଲିଖିତ ଅଛି ଯେ ଏମିତିରେ 84 ଲକ୍ଷ ଯୋନିରେ
ଜନ୍ମ ନେଲା ପରେ ମନୁଷ୍ୟ ଜନିରେ ଜନ୍ମ ମିଳିଥାଏ। କିନ୍ତୁ ଯଦି କେଉଁ ମନୁଷ୍ୟ ଭଲ କର୍ମ କରେ ତେବେ ପରଜନ୍ମ ମଧ୍ୟ ତାଙ୍କୁ ମନୁଷ୍ୟ ଜନିରେ ହିଁ ମିଳିଥାଏ। ଯେଉଁ ବ୍ୟକ୍ତି ସର୍ବଦା ଅନ୍ୟକୁ ସାହାଯ୍ୟ କରିଥାନ୍ତି, ପଶୁ ପକ୍ଷୀ ଓ ଅନ୍ୟ ଜୀବ ଉପରେ ଦୟା କରିଥାନ୍ତି, ଅସହାୟ ଲୋକଙ୍କୁ ସାହାଯ୍ୟ କରିଥାନ୍ତି, କୌଣସି ସ୍ୱାର୍ଥ ବିନା ସଞ୍ଚୟ କରିଥିବା ଧନର ଉପଯୋଗ ଧାର୍ମିକ କାର୍ଯ୍ୟ ପାଇଁ କରିଥାନ୍ତି, ତେବେ ଏହିପରି ବ୍ୟକ୍ତିଙ୍କର ପରଜନ୍ମ ମଧ୍ୟ ମନୁଷ୍ୟ ଜନି ହେବା ଧାର୍ଯ୍ୟ କରାଯାଇଅଛି। ଏହା ବ୍ୟତୀତ ଗରୁଡ଼ ପୁରାଣରେ ମଧ୍ୟ ଏହା କୁହାଯାଇଅଛି, ମନୁଷ୍ୟଙ୍କ ଅନ୍ତିମ ସମୟରେ ମନୁଷ୍ୟଙ୍କ ଆସକ୍ତି ଯେଉଁ ଜିନିଷ ଉପରେ ଆକର୍ଷିତ ଥାଏ, ତେବେ ତାଙ୍କର ପରଜନ୍ମ ମଧ୍ୟ ତାଙ୍କ ଉପରେ ନିର୍ଭର ହୋଇଥାଏ। ଯଦି କେଉଁ ବ୍ୟକ୍ତି ମୃତ୍ୟୁର ଅନ୍ତିମ କ୍ଷଣରେ ସ୍ତ୍ରୀକୁ ମନେ ପକାଇ ପ୍ରାଣତ୍ୟାଗ କରିଥାନ୍ତି, ତେବେ ତାଙ୍କର ପରଜନ୍ମ ସ୍ତ୍ରୀ ରୂପରେ ନିଶ୍ଚିତ ଅଟେ। କିମ୍ବା ଅନ୍ତିମ କ୍ଷଣରେ ଈଶ୍ୱରଙ୍କ ନାମ ନେଇଥାନ୍ତି, ତେବେ ସେ ମୁକ୍ତିର ମାର୍ଗରେ ଅଗ୍ରସର ହୋଇଥାନ୍ତି। କାରଣ ମୃତ୍ୟୁ ସମୟରେ ଅନ୍ତିମ ସମୟର ବିଚାର ପରଜନ୍ମର ଆଧାର ହୋଇଥାଏ। ଏଥିପାଇଁ ଶାସ୍ତ୍ରରେ କୁହାଯାଇଅଛି, ମରିବା ସମୟରେ ସର୍ବଦା ରାମ ନାମର ଜପ କରନ୍ତୁ। ତେବେ ଆଜିର ଭିଡ଼ିଓରେ ଏତିକି ହିଁ। ତେବେ ବନ୍ଧୁଗଣ, ଆପଣମାନଙ୍କୁ ଆଜିର ଭିଡ଼ିଓ କେମିତି ଲାଗିଲା ତଳେ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ଯଦି ଭିଡ଼ିଓଟି ଭଲ ଲାଗିଲା ତେବେ ଲାଇକ୍ କରିବା ସହିତ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଆଉ ଏହିପରି ଧାର୍ମିକ ଓ ଆଧ୍ୟାତ୍ମିକ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଯାହାଫଳରେ ଏହିପରି ଭିଡ଼ିଓ ସର୍ବପ୍ରଥମେ ଦେଖିପାରିବେ।